ଚଣ୍ଡିପଡ଼ିଆରେ ଭିନ୍ନକ୍ଷମକୁ ମାଡ଼, ଥାନାରେ ଅଭିଯୋଗ। ଚଣ୍ଡିପଡ଼ିଆରେ ମେଲଣ ଉତ୍ସବ ଚାଲିଥିଲା ବେଳେ ଏକ ତୁମୁଳକାଣ୍ଡ ପରିସ୍ଥିତିରେ ଜଣେ ମୂକ ଓ ବଧିର ଭିନ୍ନକ୍ଷମକୁ ଦୁଇ ଯୁବକ ମାଡ଼ ମାରିଥିବା ନେଇ ହୋଇଛି ଅଭିଯୋଗ। ସୂଚନା ମୁତାବକ ଭିନ୍ନକ୍ଷମ ଜଣକ ଆବର୍ଜନାରୁ ପ୍ଲାଷ୍ଟିକ ଓ କାଚ ବୋତଲ ସାଉଁଟି ପେଟ ପୋଷୁଥିବା ବେଳେ କର୍ମରତ ଭିନ୍ନକ୍ଷମକୁ ଦୁଇ ଯୁବକ ତଥା ପ୍ରକାଶ ଦାସ ଓ ଚିନ୍ମୟ ଦାସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଯାଜପୁର ଟାଉନ ଥାନା ଦ୍ୱାରସ୍ଥ ହୋଇଛନ୍ତି ସାନସୁଆର ଗାଁର ଭିନ୍ନକ୍ଷମ ପ୍ରକାଶ ସାହୁଙ୍କ ପତ୍ନୀ ପାକି ସାହୁ। କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ନ୍ୟାୟ ଭିକ୍ଷାରେ ପରିବାର ଲୋକେ ଓ ଗ୍ରାମବାସୀ। ମୋ ସ୍ୱାମୀକି ମାରିଛନ୍ତି ଆଉ ମୁଁ ସେଇଥିପାଇଁ ଥାନାକୁ ଆସିଛି। ସେ ବୋତଲ ଖୁଣ୍ଟେଇ ତାର ଆଜି ମେଲଣ ଥିଲା ଆମ ଚଣ୍ଡିପଡ଼ିଆରେ ମେଲଣ ଥିଲା। ସେ ବୋତଲ ଖୁଣ୍ଟିକି ତାର ଇଏ କରିଥିଲେ। ସେ ଦୁଇଟା ପିଲା ଆସିକି ତାକୁ ଯେମିତି ମୁଁ ଯାଇଥିନି ମନ୍ଦିରକୁ ଯାଇଥିନି, ଯେମିତି ଶୁମ୍ବା ଗଲା ମୁଁ କହିନା କ'ଣ ହେଇଛି, ଚଣ୍ଡି ପଛରେ ଦେଖିଲା ବେଳକୁ ମୋ ସ୍ୱାମୀକି ମାରୁଛନ୍ତି ଯଦି ମୁଁ ଯାଇକି ଦୌଡ଼ିକି ଗଲା ବେଳକୁ ମୋତେ ବିଗିଡ଼ି କଲେ, ଗିଅଣ ବାଣ ଦେଲେ, ମୋତେ ପେଲି ଦେଲେ। ମୁଁ ଆସିକି ଡାକିନି, ଜଣେ ଆସିଥିଲେ ସେ ଭାଇଙ୍କି ଡାକିନି, ସେ ଦୌଡ଼ିକି ଗଲାବେଳେ ସେ ଦୌଡ଼ି ହେଇକି ପଳେଇଲେ ଯେମିତି ମୁଁ ତାଙ୍କୁ ନେଇକି ଡାକ୍ତରଖାନାକୁ ଆଇନି। ମୁଁ ସେଇଥିପାଇଁ ଥାନାକୁ ଆସିଛି କେସ୍ ଡାକ୍ତର କହିଲେ ତା ଛାତିରେ ମାଡ଼ ହେଇଛି, ସାଲାଇନ୍ ଲାଗିଛି, ତା ହାତ ଉଠେଇ ହେଉନି, ଇଏ ଡାକ୍ତର କହିଲେ। ଆଉ ଥାନାରେ କହୁଛନ୍ତି ଆମେ ବୁଝାବୁଝି କରିମୁ, କହିଛୁ ତ ଥାନାବାଲା କ'ଣ କରିବେ ତାଙ୍କର, ସିଏ ବିଚାର କରିବେ ଥାନା ବାବୁ। ଆଉ ବୋତଲ ଖୁଣ୍ଟେ ସିଏ କ'ଣ ମଦ ଖାଉଥିଲେ, ଯେଉଁ ଚିନୁ ଆଉ ଛୁଆ ପୁଅ, ସିଏ ତାର ବୋତଲ ଖୁଣ୍ଟୁଥିଲେ ଯଦି ସେ ଟାଣି ଟୁଣି ନେଇକି ତାକୁ ମାଡ଼ ମାରିଛନ୍ତି। ମୋର ନ୍ୟାୟ ଦରକାର, ମୋ ସ୍ୱାମୀକି ନ୍ୟାୟ ଦରକାର, ମୋତେ ନ୍ୟାୟ ଦରକାର। ଆଉ ସେଇ ସହିତ ଡାକ୍ତରଖାନାରେ ପଡ଼ିଛି। ମୁଁ ଗରିବ ଲୋକ, ମୁଁ କେଉଁଠୁ ଏତେ ପଇସା ଆଣିକି ଖର୍ଚ୍ଚ କରିବି। ଏଠିକି ଆମ ସାନସୁଆରେ ମେଲଣ ହେଉଥିଲା। ସେ ମେଲଣ ପଡ଼ିଆରେ 50 ମିଟର ଖଣ୍ଡ ଦୂରରେ ଆମ ସେ ଗାଁରୁ ଜଣେ ମୂକ ଆଉ ବଧିର, ସେ ବିକଳାଙ୍ଗ ଜଣେ, ତାକୁ କ'ଣ ମାରିକି ପକାଇ ଦେଇଥିଲେ। ତାଙ୍କୁ ମେଡ଼ିକାଲ ନେଇକି ଆସିଥିଲୁ। ଆଉ ତ ଦେଖିନୁ, ଶୁଣିଛନ୍ତି କହିଲେ ସେ ଯେଉଁ ଚିନ୍ମୟ ଦାସ, ଚିନୁ ଆଉ ଛୁଆ ପୁଅ ବୋଲି ତାକୁ କୁହନ୍ତି ଆଉ ଗୋଟେ ପିଲା, ତାଙ୍କୁ ପେଲି ଦେଇଛନ୍ତି କି ଟେକି କଚି ଦେଇଛନ୍ତି। ଯେ ଗୋଟେ ଟାଙ୍କି ଭଳିଆ ଅଛି, ଗୋଟେ ଜିନିଷ ଅଳିଆ ଟାଙ୍କି କି ଯେ ଯେଉଁ କୁଣ୍ଡ ଭଳିଆ ଅଛି ସେଇଠିକି ଫୋପାଡ଼ି ଦେଇଛନ୍ତି କି ପେଲି ଦେଇଛନ୍ତି, ତାକୁ ମାରିଛନ୍ତି ଏଇ ଟାଇପ୍ର। ଆଉ କ୍ଷତି କ'ଣ ଅଣ୍ଟା ଉପରେ ମାଡ଼ ହୋଇଛି, ହାତ ମାଡ଼ ହୋଇଛି। ତାକୁ ସେଇଠି ପାଖରେ ଆମେ ନେଇଥିଲୁ ମାର୍କଣ୍ଡପୁର ମେଡ଼ିକାଲ, ସିଏ ରେଫର କରିଦେଲେ, କହିଲେ ଯାଜପୁର ନେଇ ଆସିଲୁ। ଯାଜପୁର ଏଇ ଆଡ଼ମିସନ୍ କରିକି ତାପରେ ଆମେ ଥାନାରେ ଆଶ୍ରୟ ନେଇଛୁ। ଏଇଭଳି ସେ ତ ବାରମ୍ବାର କରୁଛନ୍ତି ମେଲଣରେ। ମୋତେ ଗୋଟେ ଛୁରୀ ଧରିକି, ସେ ଛୁଆ ପୁଅ ବୋଲି ଯେଉଁ ପିଲାଟି ମୋତେ ଛୁରୀ ଧରିକି ଗୋଡ଼େଇଲା, ପିଟିବ ବୋଲି, ମାରିବ ବୋଲି କହିଲା। ମୁଁ ହାଣିଦେବି ଏଥିରେ। ଛୁଆ ପୁଅ ଯିଏ ଛୁରୀ ଧରିକି ମୋତେ ଗୋଡ଼େଇଲା, ମୁଁ ସେଠୁ ଜଣେ ଧରିଲା, ତାକୁ ଧରିକି ସେ ଛୁରୀଟା ଛଡ଼େଇକି ରଖିଲା। ତାପରେ ମୋତେ ଫେର ଗିଅଣା ବାଣା ଦେଲା। ମୁଁ ପଳେଇ ଆସିଲି। ଫେର କିଛି ବାଟ, ଅଳ୍ପ ବାଟ ଆସିଛି, ଫେର ଆସିଲା ଆଉ ଗୋଟେ ଦୋକାନରୁ, ପରିବା ଦୋକାନରୁ ଗୋଟେ ଦା ଆଣିକି ଫେର ଆସିକି କହିଲା ମୁଁ ହାଣିଦେବି ବୋଲି, କାଟିଦେବି ବେକକୁ କହିଲା। ତାକୁ ଫେର ଆଉ ଜଣେ ତାକୁ ପବନା ବୋଲି ଗୋଟେ ପିଲା, ତାକୁ ଛଡ଼େଇକି ରଖିଲା, ତାକୁ ଦାଟା ତାକୁ ପାରୁନୁ, ତାଙ୍କୁ ସେମାନେ ଝଗଡ଼ା କରିପାରିବୁନୁ, ମାରକଟ କରିପାରିବୁନୁ। ଆମେ ଆଶ୍ରୟ ନେଇଛୁ ଥାନାରୁ, ଯାହା ବିଚାର କରିବେ ସେମାନେ।